ମୁଁ ଚାହୁଁନଥିଲି କି ମୋ ପର୍ସନାଲ୍ ମ୍ୟାଟର୍ ଆପଣଙ୍କ ସହ ସେୟାର କରିବା ପାଇଁ, ବଟ୍ ଦୁଇ ଜଣ ଭାଇ କମେଣ୍ଟ କରିଥିଲେ, ସେଥିପାଇଁ ମୁଁ ଭିଡ଼ିଓଟା ବନାଉଛି ସକାଳୁ ସକାଳୁ କି ଦୁଃଖଟା କାହା ସହ ସେୟାର କରିବି, ସୁଖ ସହ ସମସ୍ତଙ୍କ ସହ ସେୟାର କରିବି। ତ ଦୁଃଖ ସେୟାର କଲେ ମୁଁ ଜାଣିନି ବଢ଼ିବ କି କମିବ, କିନ୍ତୁ ମୁଁ ଚାହୁଁଛି କି ଆପଣମାନେ ଟିକେ ପ୍ରେ କରନ୍ତୁ। ମୁଁ ଆପଣଙ୍କ ପାଇଁ ଛୋଟ ଜିନିଷଟେ ମାଗୁଛି ଆପଣଙ୍କଠୁ, କିଛି ବି ଚାଲନ୍ତୁ ଭିଡ଼ିଓ ଦେଖିବା କ'ଣ ହେଇଛି। ସମସ୍ତଙ୍କୁ ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ମୁଁ ମୋର ଜେଜେମାର ଗୋଟେ ଭିଡ଼ିଓ ପୋଷ୍ଟ କରିଥିଲି କି ସେ କାନ୍ଦୁଥିଲା, ତ ସେ ଭିଡ଼ିଓରେ ଦୁଇ ଜଣ ଭାଇ କମେଣ୍ଟ କରିଥିଲେ ଆସନ୍ତୁ ଦେଖିବା କ'ଣ ଭିଡ଼ିଓ। ଆଉ ମୁଁ ଆଜି ସକାଳୁ ସକାଳୁ ଭିଡ଼ିଓଟା ବନାଉଛି, କାରଣ ଟାଇମ୍ ନଥିଲା, ମୁଁ ହସ୍ପିଟାଲ ଆସିଲି, ତ କମେଣ୍ଟ ପଢ଼ିଲି, ତ ଭିଡ଼ିଓ ବନାଉଛି। ଦେଖିବା ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖିଲି, ବୁଝି ହେଲାନି କ'ଣ ହେଇଛି ବୋଲି। ଆଉ ଜଣେ ଭାଇ କମେଣ୍ଟ କରିଥିଲେ କି କ'ଣ ହେଇଛି ସେମାନଙ୍କର, ତ ମୁଁ ଆଜି କହୁଛି କ'ଣ ହେଇଛି। ଆକ୍ଚୁଆଲି ବହୁତ ଦିନ ହେଲାଣି, ତ ଏମିତି ଗୋଟେ ସିଚୁଏସନ୍ ହେଇଛି ଯେଉଁଥିପାଇଁ ଆମ ଘରେ ସମସ୍ତେ ଦୁଃଖ ମାନେ ସ୍ୟାଡ଼ ଅଛି। ସର୍ଟରେ କହିଦେଉଛି କ'ଣ ହେଇଛି। ଆକ୍ଚୁଆଲି ମୋ କକାଙ୍କ ଦେହ ଖରାପ, ସେ ହସ୍ପିଟାଲରେ ଅଛନ୍ତି, ତ ସେଥିପାଇଁ ମୋ ଜେଜେମା ଦିନ କାନ୍ଦୁଥିଲା। ଆଉ ମୁଁ 2 ଦିନ ହସ୍ପିଟାଲ ରହିକି ଘରକୁ ଆସିଛି, ତ ଦେଖିଲି କମେଣ୍ଟ ଦେଖିଲି, ମୁଁ ପୋଷ୍ଟ ବି କରିପାରୁନି। ଭିଡ଼ିଓ ଆପଣ ଦେଖୁଥିବେ ବହୁତ ମାନେ ଡିଷ୍ଟାନ୍ସ ହେଉଛି, ଡିଲେ ହେଉଛି। ତାଙ୍କର ଯେଉଁ ଆକ୍ସିଡେଣ୍ଟଟା ହେଇଛି, ସେଥିପାଇଁ ମୋ କକାଙ୍କୁ ବହୁତ ଆଶୀର୍ବାଦ ଦରକାର ଠିକ୍ ହେବା ପାଇଁ। ଆମେମାନେ ତ ତାଙ୍କ ସାଥିରେ ସବୁବେଳେ ଅଛୁ, ତ ଆପଣମାନେ ମୋ ଦୁଃଖରେ ଠିଆ ହେବେ କାହିଁ, ସେଟା ଆପଣଙ୍କ ଉପରେ ଡିପେଣ୍ଡ କରେ। ବଟ୍ ଏତିକି କହିବି କି ଆଶୀର୍ବାଦ କରନ୍ତୁ ମୋ କକାଙ୍କୁ କି ଜଲ୍ଦି ଠିକ୍ ହେଇଯାନ୍ତୁ।